जय जगन्नाथ। आज आम रूढ़ी ओ लोकवाणी विषय पढ़ा। ओके, देखिए रूढ़ी और लोकवाणी अपकमिंग एग्जाम रे 2 ରୁ 3 गोटी क्वेश्चन बारंबार एग्जाम रे आसुची। तेणुक रूढ़ी और लोकवाणी को भल भाव पढ़ा और मुखस्त करवा। ओके, चलतु रूढ़ी क्या कह जाए से विषय जाना। ओके, କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢ଼ି କୁହାଯାଏ। କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢ଼ି କୁହାଯାଏ। ବୁଝିହେଲା? କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢ଼ି କୁହାଯାଏ। କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ହେଲା, କୌଣସି ଶବ୍ଦ ନିଜସ୍ୱ ଅର୍ଥ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ରୂଢ଼ି କୁହାଯାଏ। ଓକେ, ବୁଝା ପଡ଼ିଲା? ଯାହାକି ଏକ୍ଜାମ ପଏଣ୍ଟ ଅଫ ଭ୍ୟୁ ଯୋଉ କ୍ୱେଶ୍ଚିନ୍ ଆସେ ସେଗୁଡ଼ିକ ଆମେ ପଢ଼ିବା। ହେଲା, ଓକେ, ବୁଝିଗଲା? ଆଗକୁ ଯିବା। ଯୋଉ ଲେଖା ଅଛି କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ଏହାକୁ ରୂଢ଼ି କୁହାଯାଏ। କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ତାହାକୁ ରୂଢ଼ି କୁହାଯାଏ। କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ତାକୁ ରୂଢ଼ି କୁହାଯାଏ। ବୁଝିହେଲା? କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ତାହାକୁ ରୂଢ଼ି କୁହାଯାଏ। ବୁଝା ପଡ଼ିଲା? ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ ସୁନ୍ଦର ହୁଏ। ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି କ'ଣ ହୁଏ? ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ ସୁନ୍ଦର ହୁଏ। ବୁଝିହେଲା? ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ ସୁନ୍ଦର ହୁଏ। ଓକେ, ଓକେ। ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ି ପ୍ରୟୋଗର 3ଟି ଧାରା ପରିଲକ୍ଷିତ ହୁଏ। ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ି ପ୍ରୟୋଗର 3ଟି ଧାରା ପରିଲକ୍ଷିତ ହୁଏ। ଓକେ, ଯଥା କ୍ରିୟାହୀନ ରୂଢ଼ି। ଯେଉଁ ପଦ ସଂହତିରେ କ୍ରିୟାପଦ ନଥାଏ ତାକୁ କ୍ରିୟାହୀନ ରୂଢ଼ି କୁହାଯାଏ। ତାପରେ କ୍ରିୟାଯୁକ୍ତ ରୂଢ଼ି। ଯେଉଁ ପଦ ସଂହତିରେ କ୍ରିୟାପଦ ଥାଏ ତାକୁ କ୍ରିୟାଯୁକ୍ତ ରୂଢ଼ି କୁହାଯାଏ। ବୁଝିଲା? କ୍ରିୟାହୀନ ରୂଢ଼ି। ଯେଉଁ ପଦ ସଂହତିରେ କ୍ରିୟାପଦ ନଥାଏ ତାକୁ କ୍ରିୟାହୀନ ରୂଢ଼ି କୁହାଯାଏ। କ୍ରିୟାଯୁକ୍ତ ରୂଢ଼ି। ଯେଉଁ ପଦ ସଂହତିରେ କ୍ରିୟାପଦ ଥାଏ ତାକୁ କ୍ରିୟାଯୁକ୍ତ ରୂଢ଼ି କୁହାଯାଏ। ତୁଳନାତ୍ମକ ରୂଢ଼ି। ଯେଉଁ ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ଦେଖାଯାଏ ତାକୁ ତୁଳନାତ୍ମକ ରୂଢ଼ି କୁହାଯାଏ। ଯେଉଁ ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହୃତ ଦେଖାଯାଏ ତାକୁ ତୁଳନାତ୍ମକ ରୂଢ଼ି କୁହାଯାଏ। ବୁଝା ପଡ଼ିଲା? ଦେନ୍ କ୍ରିୟାହୀନ ରୂଢ଼ି। ଓକେ, ରୂଢ଼ି ବହୁତ ଇମ୍ପୋର୍ଟାଣ୍ଟ, ଯାହାକି ସବୁ ଏକ୍ଜାମରେ 2 ରୁ 3 ମାର୍କ ଆସିଥାଏ। ତେଣୁକରି ରୂଢ଼ିକୁ ଭଲ ଭାବରେ ଆମେ ପଢ଼ିବା। ହେଲା, ବୁଝିଲା? ଅନ୍ଧର ଲଉଡ଼ି ଅସହାୟର ସହାୟ। ଅନ୍ଧର ଲଉଡ଼ି ଅସହାୟର ସହାୟ। ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧର ଲଉଡ଼ି ଥିଲେ। କ'ଣ ଥିଲେ? ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧର ଲଉଡ଼ି ଥିଲେ। ଅନ୍ଧର ଲଉଡ଼ି ମାନେ ଅସହାୟର ସହାୟ। ଓକେ, ଅନ୍ଧ ବୁଝାମଣା ଅନ୍ୟାୟ ବିଚାର। ଅନ୍ଧ ବୁଝାମଣା ଅନ୍ୟାୟ ବିଚାର। ଏ ତ ଅନ୍ଧ ବୁଝାମଣା ରୀତି ମଣିଷକୁ ଯେବେ ମଣିଷ ଛୁଇଁଲା କେଉଁ ବାଟେ ଯିବ? ଜାତି। ଓକେ, ଅନ୍ଧ ବୁଝାମଣା ଅନ୍ୟାୟ ବିଚାର। ଅରଣ୍ୟ ରୋଦନ ନିଷ୍ଫଳ ପ୍ରାର୍ଥନା ବୃଥା ପ୍ରାର୍ଥନା। ଓକେ, ଅରଣ୍ୟ ରୋଦନ ନିଷ୍ଫଳ ପ୍ରାର୍ଥନା ବା ବୃଥା ପ୍ରାର୍ଥନା। ରାମ ନିକଟରେ ସୀତାଙ୍କର ଆକୁଳତା ଅରଣ୍ୟ ରୋଦନରେ ପରିଣତ ହେଲା। ଅରଣ୍ୟ ରୋଦନ ମାନେ ନିଷ୍ଫଳ ପ୍ରାର୍ଥନା ବା ବୃଥା ପ୍ରାର୍ଥନା। ଓକେ,
ଅହୀନ କୂଳ ସମ୍ପର୍କ ଘୋର ଶତ୍ରୁତା। ଅହୀନ କୂଳ ସମ୍ପର୍କ ଘୋର ଶତ୍ରୁତା। ଭାଇ ଭାଇ ମଧ୍ୟରେ ଅହୀନ କୂଳ ସମ୍ପର୍କ ସୃଷ୍ଟି ହେବା ଆଦ୍ୟ ଉଚିତ ନୁହେଁ। ଭାଇ ଭାଇ ମଧ୍ୟରେ ଘୋର ଶତ୍ରୁତା ସୃଷ୍ଟି ହେବା ଆଦ୍ୟ ଉଚିତ ନୁହେଁ। ଅହୀନ କୂଳ ସମ୍ପର୍କ ଘୋର ଶତ୍ରୁତା। ଅଲଣା କଥା ମୂଲ୍ୟହୀନ କଥା। ଅଲଣା କଥା ମୂଲ୍ୟହୀନ କଥା। ତାଙ୍କର ସେ ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ। ତାଙ୍କର ସେ ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ। ଅଲଣା କଥା ମୂଲ୍ୟହୀନ କଥା। ଅକଲ ଗୁଡୁମ ବୁଦ୍ଧି ବଣା ହେବା। ଅକଲ ଗୁଡୁମ ବୁଦ୍ଧି ବଣା ହେବା। ଓକିଲ ବାବୁ ମିଛ କହୁଥିବା ସାକ୍ଷୀକୁ ପ୍ରଶ୍ନ ପଚାରି ତାର ଅକଲ ଗୁଡୁମ କରିଦେଲେ। ଓକିଲ ବାବୁ ମିଛ କହୁଥିବା ସାକ୍ଷୀକୁ ପ୍ରଶ୍ନ ପଚାରି ତାର ଅକଲ ଗୁଡୁମ କରିଦେଲେ। ଅକଲ ଗୁଡୁମ ବୁଦ୍ଧି ବଣା କରିଦେଲେ ନା। ଦେନ୍ ଅଳ୍ପ ବିଦ୍ୟା ଭୟଙ୍କରୀ। ଅଳ୍ପ ବିଦ୍ୟା ଭୟଙ୍କରୀ। ଅଳ୍ପ ଜ୍ଞାନ ଯୋଗୁଁ ଅପଦସ୍ତ ହେବା। ଅଳ୍ପ ଜ୍ଞାନ ଯୋଗୁଁ ଅପଦସ୍ତ ହେବା। ଅଳ୍ପ ବିଦ୍ୟା ଭୟଙ୍କରୀ। ଅଳ୍ପ ଜ୍ଞାନ ଯୋଗୁଁ ଅପଦସ୍ତ ହେବା। ଆଶୁତୋଷ ସବୁଠି ନିଜର ଆତ୍ମବଡ଼ିମା ଦେଖାଇ ଶେଷରେ ଅପଦସ୍ତ ହେଉଛି। କଥାରେ ପରା ଅଛି ଅଳ୍ପ ବିଦ୍ୟା ଭୟଙ୍କରୀ। ଅଳ୍ପ ବିଦ୍ୟା ଭୟଙ୍କରୀ। ଅଳ୍ପ ଜ୍ଞାନ ଯୋଗୁଁ ଅପଦସ୍ତ ହେବା। ଆକାଶ କୁସୁମ। ଆକାଶ କୁସୁମ ବୃଥା ସ୍ୱପ୍ନ। ଆକାଶ କୁସୁମ ବୃଥା ସ୍ୱପ୍ନ। ବର୍ତ୍ତମାନ ପରିସ୍ଥିତିରେ ରାମରାଜ୍ୟ ଗଢ଼ିବାର ଆସ୍ପଦ ପୋଷଣ କେବଳ ଆକାଶ କୁସୁମ ମାତ୍ର ବୃଥା ସ୍ୱପ୍ନ। ଆପଣ ସୁନା ଭେଣ୍ଡି। ଆପଣ ସୁନା ଭେଣ୍ଡି ନିଜ ଲୋକ ଅଯୋଗ୍ୟ। ଆପଣ ସୁନା ଭେଣ୍ଡି ନିଜ ଲୋକ ଅଯୋଗ୍ୟ। ଆପଣ ସୁନା ତ ଭେଣ୍ଡି ପର ସହିତ କଳି କରି ଲାଭ କଣ? ଆପଣା ସୁନା ଭେଣ୍ଡି ନିଜ ଲୋକ ଅଯୋଗ୍ୟ। ଉପରି ମାଲ। ଉପରି ମାଲ ନିର୍ଦ୍ଦିଷ୍ଟ ଆୟରୁ ଅଧିକ ବା ମାଗଣା ମିଳିବା। ଉପରି ମାଲ ନିର୍ଦ୍ଦିଷ୍ଟ ଆୟରୁ ଅଧିକ ବା ମାଗଣା ମିଳିବା। ଉପରି ମାଲ ସଂଗ୍ରହ କରୁଥିବା ବ୍ୟକ୍ତି ଦେଶର କଳଙ୍କ। ଉପରି ମାଲ ସଂଗ୍ରହ କରୁଥିବା ବ୍ୟକ୍ତି ଦେଶର କଳଙ୍କ। ଉପରି ମାଲ ନିର୍ଦ୍ଦିଷ୍ଟ ଆୟରୁ ଅଧିକ ବା ମାଗଣା ମିଳିବା। ଉପର ଠାଉରିଆ ଗଭୀରତାର ଅଭାବ ବା ସାରବତ୍ତାର ଅଭାବ। ଉପର ଠାଉରିଆ ଗଭୀରତାର ଅଭାବ ବା ସାରବତ୍ତାର ଅଭାବ। ସବୁବେଳେ ଏମିତି ଉପର ଠାଉରିଆ କଥା କହ ନାହିଁ। କିଛି ଘଟଣା ଠିକ ଭାବରେ ନ ବୁଝି ଉପର ଠାଉରିଆ ମନ୍ତବ୍ୟ ଦେବା ଉଚିତ ନୁହେଁ। ଉପର ଠାଉରିଆ ଗଭୀରତାର ଅଭାବ ସାରବତ୍ତାର ଅଭାବ। ଉପର ଠାଉରିଆ ମାନେ ଗଭୀରତାର ଅଭାବ। ସେ ଭିତର କଥା ନ ଜାଣି ସେମିତି କଥା କହିଦେବ। ଏ ଘର ମାଉସୀ ସେ ଘର ପିଉସୀ। ଏ ଘର ମାଉସୀ ସେ ଘର ପିଉସୀ। ଏପଟ ସେପଟ ଛିଦ୍ର କହି ଯେ ସବୁଠାରେ ଭଲେ ହୁଏ। ଏ ଘର ମାଉସୀ ସେ ଘର ପିଉସୀ। ଏପଟ ସେପଟ ଛିଦ୍ର କହି ଯେ ସବୁବେଳେ ଭଲେ ହୁଏ। ଚମ୍ପାନାନୀ କଥାକୁ ମୋଟେ ବିଶ୍ୱାସ କର ନାହିଁ। ସେ ପରା ଏ ଘର ମାଉସୀ ସେ ଘର ପିଉସୀ। ଏ ଘର ମାଉସୀ ସେ ଘର ପିଉସୀ। ଏପଟ ସେପଟ ଛିଦ୍ର କହି ଯେ ସବୁବେଳେ ଭଲେଇ ହେବା। ଏକ ଘରକିଆ ସାମାଜିକ ବାସନ। ଏକ ଘରକିଆ ସାମାଜିକ ବାସନ। ଜଣକୁ ଏକ ଘରକିଆ କରି ରଖିବା ମାନବିକ ଅଧିକାର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଏକ ଘରକିଆ ସାମାଜିକ ବାସନ। ଓଳିଆରୁ ଗଜା ଜନ୍ମରୁ ଚତୁର ବା ସିଆଣିଆ। ଓଳିଆରୁ ଗଜା ଜନ୍ମରୁ ଚତୁର ବା ସିଆଣିଆ। ସେ ତ ଓଳିଆରୁ ଗଜା ତାକୁ ଶିଖେଇବା କଣ? ସେ ତ ଓଳିଆରୁ ଗଜା ତାକୁ ଶିଖେଇବା କଣ? ଓଳିଆରୁ ଗଜା ଜନ୍ମରୁ ଚତୁର ବା ସିଆଣିଆ। କର ଛଡ଼ା ଦାୟିତ୍ୱ ନ ନେବା। କର ଛଡ଼ା ଦାୟିତ୍ୱ ନ ନେବା। ସମୂହ କାର୍ଯ୍ୟରେ କର ଛଡ଼ା ଦେବା ଠିକ ନୁହେଁ। କର ଛଡ଼ା ଦାୟିତ୍ୱ ନ ନେବା। ସାମୂହିକ କାର୍ଯ୍ୟରେ କର ଛଡ଼ା ଦେବା ଠିକ ନୁହେଁ। କାଠିକର ପାଠ। କାଠିକର ପାଠ କଷ୍ଟସାଧ୍ୟ। କାଠିକର ପାଠ କଷ୍ଟସାଧ୍ୟ। ବଜାର ଦର ଯେମିତି ହେଲାଣି ଅଳ୍ପ ରୋଜଗାରରେ ଚଳିବା କାଠିକର ପାଠ କଷ୍ଟସାଧ୍ୟ। କୁହାମୁଣ୍ଡା କପିଳା। କୁହାମୁଣ୍ଡା କପିଳା ବହୁ ଅବାନ୍ତର କଥା କହିବା। କୁହାମୁଣ୍ଡା କପିଳା ବହୁ ଅବାନ୍ତର କଥା କହିବା। ଆଜିକାଲି ଶସ୍ତା ରାଜନୀତି କରୁଥିବା ନେତାମାନେ ହେଉଛନ୍ତି କୁହାମୁଣ୍ଡା କପିଳା। ବହୁ ଅବାନ୍ତର କଥା କହିବା। କପାଳ ଲିଖନ ଭାଗ୍ୟଫଳ। କପାଳ ଲିଖନ ଭାଗ୍ୟଫଳ। କପାଳ ଲିଖନକୁ କିଏ ବା ବଦଳାଇ ଦେଇପାରିବ? ଭାଗ୍ୟଫଳକୁ କିଏ ବା ବଦଳାଇ ଦେଇପାରିବ? କପାଳ ଲିଖନ ଭାଗ୍ୟଫଳ। କୁମ୍ଭୀର କାନ୍ଦଣା ଛଳନା ଉପର ଠାଉରିଆ ଅନୁଭୂତି। କୁମ୍ଭୀର କାନ୍ଦଣା
ଉପର ଠାଉରିଆ ସହାନୁଭୂତି ବା ଛଳନା। ତୁମର କୁମ୍ଭୀର କାନ୍ଦଣା ମୋ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ। ତୁମର ଉପର ଠାଉରିଆ ଅନୁଭୂତି ବା ତୁମ ଛଳନା ମୋ ଉପରେ କୌଣସି ପ୍ରଭାବ ପକାଇ ପାରିବନି। କୁମ୍ଭୀର କାନ୍ଦଣା ଛଳନା ବା ଉପର ଠାଉରିଆ ଅନୁଭୂତି ହେଲା। ବୁଝି ହଉଛି ତ ପିଲାମାନେ? କୂପମଣ୍ଡୁକ ସଂକୁଚିତ ପରିବେଶରେ ବଢିଥିବା ବିରେତ ଗୋଟେ କୂପମଣ୍ଡୁକ, ତାକୁ ଦେଶ ବିଦେଶର ଖବର ପଚାର ନାହିଁ। ସଂକୁଚିତ ପରିବେଶରେ ବଢୁଥିବା କୂପମଣ୍ଡୁକ ସଂକୁଚିତ ପରିବେଶରେ ବଢିଥିବା ଖତ ଗଦାରେ ପଦ୍ମ ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଫୁରଣ। ଖତ ଗଦାରେ ପଦ୍ମ ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଫୁରଣ। ରେଢାଖୋଲର କନ୍ଧ ପରିବାରରେ ଜନ୍ମ ହୋଇଥିଲେ ବି କବି ଭୀମ ହୋଇଥିଲେ ଖତ ଗଦାରେ ପଦ୍ମ ସଦୃଶ। ରେଢାଖୋଲର କନ୍ଧ ପରିବାରରେ ଜନ୍ମ ହୋଇଥିଲେ ବି କବି ଭୀମ ହୋଇଥିଲେ ଖତ ଗଦାରେ ପଦ୍ମ। ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଫୁରଣ। ଖତ ଗଦାରେ ପଦ୍ମ ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଫୁରଣ। ଗୋଟିଏ ଚାଉଳରେ ଗଢ଼ା ଅତି ସୁନ୍ଦର। ଗୋଟିଏ ଚାଉଳରେ ଗଢ଼ା ଅତି ସୁନ୍ଦର। ପିଲାଟିର ରୂପ ବାହୁନିବାକୁ କିଛି ନାହିଁ, ସେ ପରା ଗୋଟିଏ ଚାଉଳରେ ଗଢ଼ା। ଗୋଟିଏ ଚାଉଳରେ ଗଢ଼ା ଅତି ସୁନ୍ଦର। ଗୋଟିଏ ଚାଉଳରେ ଗଢ଼ା ଅତି ସୁନ୍ଦର। ବୁଝା ପଡୁଛି? ବୁଝିପାରିଲେ? ଘୋଷିବା କଥା, ଏଟା ଘୋଷି ଦେଲେ ମନେ ରହିଗଲେ ଏକ୍ସାମରେ ଆନ୍ସର କରିପାରିବ। ଗୋଟ ଖଣ୍ଡିଆ ସାମାଜିକ ବ୍ୟକ୍ତି ଗୋଷ୍ଠୀରୁ ଅଲଗା। ଅସାମାଜିକ ବ୍ୟକ୍ତି ଗୋଷ୍ଠୀରୁ ଅଲଗା। ଗୋଠ ଖଣ୍ଡିଆ ଅସାମାଜିକ ବ୍ୟକ୍ତି ବା ଗୋଷ୍ଠୀରୁ ଅଲଗା। ଗୋଠ ଖଣ୍ଡିଆ ଲୋକ ଅନେକ ଅସୁବିଧାରେ ପଡ଼େ। ଗୋଠ ଖଣ୍ଡିଆ ଅସାମାଜିକ ବ୍ୟକ୍ତି ବା ଗୋଷ୍ଠୀରୁ ଅଲଗା। ଗବର ଗଣେଶ ନିର୍ବୋଧ ମୂର୍ଖ। ଗବର ଗଣେଶ ନିର୍ବୋଧ ମୂର୍ଖ। ଗବର ଗଣେଶ ପରି କଣ ହଉଛୁ? ନିର୍ବୋଧ ମୂର୍ଖ ପରି କଣ ହଉଛୁ? ଏବେ ବି ସମାଜରେ ସାଧାରଣ ହିସାବ କିତାବ ଜାଣିନଥିବା ଅନେକ ଗବର ଗଣେଶ ଅଛନ୍ତି। ଗବର ଗଣେଶ ନିର୍ବୋଧ ମୂର୍ଖ। ଘର ଢିଙ୍କି କୁମ୍ଭୀର। ଘର ଢିଙ୍କି କୁମ୍ଭୀର ନିଜ ଲୋକ ଶତ୍ରୁ। ଘର ଢିଙ୍କି କୁମ୍ଭୀର ନିଜ ଲୋକ ଶତ୍ରୁ। ତାଙ୍କ ଭାଇ ତାଙ୍କ ପତନର କାରଣ। ଘର ଢିଙ୍କି କୁମ୍ଭୀର ହେଲେ ସେ କାହାକୁ ଦୋଷ ଦେବେ? ଘର ଢିଙ୍କି କୁମ୍ଭୀର ନିଜ ଲୋକ ଶତ୍ରୁ। ଘର ବୁଡ଼ି ଆଣ୍ଠୁଏ ପାଣି। ଘର ବୁଡ଼ି ପାଣି ଆଣ୍ଠୁଏ। ଅବସ୍ଥା ଅସମ୍ଭାଳ ହେବା ବା ବିପଦ ଉପରେ ବିପଦ। ଘର ବୁଡ଼ି ପାଣି ଆଣ୍ଠୁଏ। ଅବସ୍ଥା ଅସମ୍ଭାଳ ହେବା ବା ବିପଦ ଉପରେ ବିପଦ। ଦେଶର କରଜ ଏତେ ହେଲାଣି ଯେ ଘର ବୁଡ଼ି ପାଣି ଆଣ୍ଠୁଏ, ତଥାପି ନେତାମାନଙ୍କର ରାଜକୀୟ ଅୟସ କମୁନି। ଘର ବୁଡ଼ି ପାଣି ଆଣ୍ଠୁଏ। ଅବସ୍ଥା ଅସମ୍ଭାଳ ବା ବିପଦ ଉପରେ ବିପଦ। ଘୋଷା ବଳଦ କିଛି ନ ବୁଝି ମୁଖସ୍ଥ କରିବା। ଘୋଷା ବଳଦ କିଛି ନ ବୁଝି ମୁଖସ୍ଥ କରିବା। ଘୋଷା ବଳଦ ହୋଇ ଲାଭ କଣ? ପାଠ ଟିକେ ବୁଝିବାକୁ ଚେଷ୍ଟା କର। ଘୋଷା ବଳଦ କିଛି ନ ବୁଝି ମୁଖସ୍ଥ କରିଦେବା। ଆରେ କିଛି ନ ବୁଝି ମୁଖସ୍ଥ କଲେ ହବ କି? ବୁଝିବାକୁ ହୁଏ। ଘୋଷା ବଳଦ ନ ହବାକୁ କହୁନି, ହୁଅ ନାହିଁ। ଘୋଷା ବଳଦ କିଛି ନ ବୁଝି ମୁଖସ୍ଥ କରିବା। ଛୁଞ୍ଚି ମାଛି ପରୀକ୍ଷା ବା ପରଖ। ତନ୍ନ ତନ୍ନ କରି ଦେଖିବା। ଛୁଞ୍ଚି ମାଛି ପରୀକ୍ଷା ବା ପରଖ। ତନ୍ନ ତନ୍ନ କରି ଦେଖିବା। ସବୁ କଥାରେ ଏମିତି ଛୁଞ୍ଚି ମାଛି ପରୀକ୍ଷା କଲେ ଚଳିବନି। ସବୁ କଥାରେ ତନ୍ନ ତନ୍ନ କରି ଦେଖିବା ଚଳିବନି। ଛକା ପଞ୍ଝା ଉଭୟ ପକ୍ଷର ସତର୍କ ଭାବ। ଛକା ପଞ୍ଝା ଉଭୟ ପକ୍ଷର ସତର୍କ ଭାବ। ଜଙ୍ଗଲ ମଧ୍ୟରେ ଗତକାଲି ପୁଲିସ ଓ ଚୋର ମଧ୍ୟରେ ଛକା ପଞ୍ଝା ଚାଲିଥିଲା। ଛକା ପଞ୍ଝା ଉଭୟ ପକ୍ଷର ସତର୍କ ଭାବ। ଜପାମାଳି ଅତି ପ୍ରିୟ। ସେ ତମର ଜପାମାଳି, ତମର ଅତି ପ୍ରିୟ ନାତିଟି ଅଜାଙ୍କର ଜପାମାଳି ହୋଇଛି। ଜପାମାଳି ଅତି ପ୍ରିୟ। ଜୀବନ ମୂର୍ଚ୍ଛା ଆପ୍ରାଣ ଉଦ୍ୟମ। ଜୀବନ ମୂର୍ଚ୍ଛା ଆପ୍ରାଣ ଉଦ୍ୟମ। ଭାରତୀୟ ହକି ଦଳ ଆନ୍ତର୍ଜାତିକ ସ୍ତରରେ ଦେଶର ଗୌରବ ରକ୍ଷା ପାଇଁ ଜୀବନ ମୂର୍ଚ୍ଛା ସଂଗ୍ରାମ କରନ୍ତି। ଜୀବନ ମୂର୍ଚ୍ଛା ଅପ୍ରାଣ ଉଦ୍ୟମ। ଅପ୍ରାଣ
ଉଦ୍ୟମ ଜୋକ ମୁହଁରେ ଲୁଣ ଜୋକ ମୁହଁରେ ଲୁଣ ଗର୍ବ ଭାଙ୍ଗିବା ବା ଅହଙ୍କାର ଭାଙ୍ଗିବା ଜୋକ ମୁହଁରେ ଲୁଣ ଗର୍ବ ଭାଙ୍ଗିବା ବା ଅହଙ୍କାର ଭାଙ୍ଗିବା ଜଗା ଗାଁ ଲୋକଙ୍କୁ ଡରାଉଥିଲା ହେଲେ ପୋଲିସ ଆସି ଯିବାରୁ ଜୋକ ମୁହଁରେ ଲୁଣ ପରି ଚୁପ୍ ରହିଗଲା। ଜୋକ ମୁହଁରେ ଲୁଣ ଗର୍ବ ଭାଙ୍ଗିବା ବା ଅହଙ୍କାର ଭାଙ୍ଗିବା। ଝାଳ ବୁହା ଧନ କଷ୍ଟ ଅର୍ଜିତ ଧନ ଝାଳ ବୁହା ଧନ କଷ୍ଟ ଅର୍ଜିତ ଧନ ଝାଳ ବୁହା ଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ। ଝିମିଟି ଖେଳରୁ ମହାଭାରତ ଝିମିଟି ଖେଳରୁ ମହାଭାରତ ସାମାନ୍ୟ ଘଟଣାରୁ ବିରାଟ କାଣ୍ଡ ବା ଭୟଙ୍କର ପରିସ୍ଥିତିର ସୂତ୍ରପାତ। ଝିମିଟି ଖେଳରୁ ମହାଭାରତ ସାମାନ୍ୟ ଘଟଣାରୁ ବିରାଟ କାଣ୍ଡ ବା ଭୟଙ୍କର ପରିସ୍ଥିତିର ସୂତ୍ରପାତ। ପିଲା କଳିରୁ ଏ ଭୟଙ୍କର ପରିସ୍ଥିତି ଝିମିଟି ଖେଳରୁ ମହାଭାରତ ସୃଷ୍ଟି ବ୍ୟତୀତ ଆଉ କିଛି ନୁହେଁ। ସାମାନ୍ୟ ଘଟଣାରୁ ବିରାଟ କାଣ୍ଡ ବା ଭୟଙ୍କର ପରିସ୍ଥିତିର ସୂତ୍ରପାତ। ଡେଙ୍ଗା ମୁଣ୍ଡରେ ଠେଙ୍ଗା ଡେଙ୍ଗା ମୁଣ୍ଡରେ ଠେଙ୍ଗା ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧିକ ଥାଏ। ଡେଙ୍ଗା ମୁଣ୍ଡରେ ଠେଙ୍ଗା ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧିକ ଥାଏ। ଏ ଅଞ୍ଚଳରେ ଯାହା ଘଟିବ ସମସ୍ତେ ତତେ ଦାୟୀ କରିବେ କାରଣ ଡେଙ୍ଗା ମୁଣ୍ଡରେ ଠେଙ୍ଗା। ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧିକ ଥାଏ। ଢୋଲ ଭିତରେ ମୂଷା ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା। ଢୋଲ ଭିତରେ ମୂଷା ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା। ତୁ କଣ ଗୋପନ ରଖିଛୁ? ତୋ କଥା ପୁରା ଢୋଲ ଭିତରେ ମୂଷା ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା। ଢୋଲ ଭିତରେ ମୂଷା ଶତ୍ରୁ ଗୁପ୍ତରେ ଘରେ ଲୁଚି ରହିବା। ତେଲିଆ ମୁଣ୍ଡରେ ତେଲ ଥିଲା ବାଲାକୁ ଅଧିକ ସାହାଯ୍ୟ। ତେଲିଆ ମୁଣ୍ଡରେ ତେଲ ଦେଲେ ହବ କି? ନା ମୁଣ୍ଡରେ ତେଲ ଦିଅ। ତେଲିଆ ମୁଣ୍ଡରେ ତେଲ ଥିଲା ବାଲାକୁ ଅଧିକ ସାହାଯ୍ୟ। ଏ ସମାଜରେ ସବୁବେଳେ ତେଲିଆ ମୁଣ୍ଡରେ ତେଲ କିନ୍ତୁ ଗରିବର ଅବସ୍ଥା ତଳ ଯାଉଛି। ଦେହ ଲଗା ଅତି ବିଶ୍ୱାସୀ ଦେହ ଲଗା ସେ ମୋର ଦେହ ଲଗା ଅତି ବିଶ୍ୱାସୀ ସେ ମୋର ଦେହ ଲଗା ବନ୍ଧୁ ଦେହ ଲଗା ଅତି ବିଶ୍ୱାସୀ ଦୟାନିଧି ଦୀନବନ୍ଧୁ ବାବୁଙ୍କର ଦେହ ଲଗା ବନ୍ଧୁ ଦେହ ଲଗା ଅତି ବିଶ୍ୱାସୀ ନଈ ନ ଦେଖୁଁ ଲଙ୍ଗଳା ବିପଦ ନ ଆସୁଣୁ ଛାନିଆ ନଈ ନ ଦେଖୁଁ ଲଙ୍ଗଳା ବିପଦ ନ ଆସୁଣୁ ଛାନିଆ ହେବା। ନଈ ନ ଦେଖୁଁ ଲଙ୍ଗଳା ହେଲେ ବିପଦକୁ ସାମ୍ନା କରିବା ଦୁଃସାଧ୍ୟ ହେବ। ସାଧ୍ୟ ହେବ। ନୟନ ଦେଖୁନ ଲଙ୍ଗଳା ବିପଦ ନ ଆସୁ ଛାନିଆ ହେବା। ନଛୋଡ଼ ବନ୍ଧା ଏକ ଜିଦିଆ ନଛୋଡ଼ ବନ୍ଧା ଏକ ଜିଦିଆ ନଛୋଡ଼ ବନ୍ଧା ଏକ ଜିଦିଆ ତାଙ୍କର ନଛୋଡ଼ ବନ୍ଧା ମନୋଭାବ ଯୋଗୁଁ ପରିବାରଟା ଉଜୁଡ଼ି ଗଲା। ନଛୋଡ଼ ବନ୍ଧା ଏକ ଜିଦିଆ ହେଲେ ହବ କି? ନଛୋଡ଼ ବନ୍ଧା ଏକ ଜିଦିଆ ନାଟକର ଗୋବର୍ଦ୍ଧନ ଅନର୍ଥର ମୂଳ ନାଟକର ଗୋବର୍ଦ୍ଧନ ଅନର୍ଥର ମୂଳ ଗାଁ ସରପଞ୍ଚ ଟାଉଟର ହରିମିଶ୍ରେ ସବୁ ନାଟର ଗୋବର୍ଦ୍ଧନ ସବୁ ଅନର୍ଥର ମୂଳ ସେ କିଏ? ହରିମିଶ୍ରେ ନାଟର ଗୋବର୍ଦ୍ଧନ ଅନର୍ଥର ମୂଳ ଫାଙ୍କା ଆୱାଜ ବୃଥା ଧମକ ତୁ ଫାଙ୍କା ଆୱାଜ ମୁଁ ଡରୁନି ଫାଙ୍କା ଆୱାଜ ବୃଥା ଧମକ ତ ସେ ଫାଙ୍କା ଆୱାଜ ମତେ ଦେଖାନି ଫାଙ୍କା ଆୱାଜ ବୃଥା ଧମକ ତୁମର ଫାଙ୍କା ଆୱାଜ ଡରିଯିବା ଲୋକ ମୁଁ ନୁହେଁ ତୁମର ଫାଙ୍କା ଆୱାଜରେ ଡରିଯିବା ଲୋକ ମୁଁ ନୁହେଁ ତୁମ ବୃଥା ଧମକରେ ଡରିଯିବା ଲୋକ ମୁଁ ନୁହେଁ। କପାଳ ଫଟା ମୋର ତ କପାଳ ଫଟା ମନ୍ଦ ଭାଗ୍ୟ କପାଳ ଫଟା ମନ୍ଦ ଭାଗ୍ୟ ମୋର ତ କପାଳ ଫଟା ମୋର ତ ଫଟା କପାଳ ମନ୍ଦ ଭାଗ୍ୟ ଫଟା କପାଳ ଗୋଟିଏ ହେଲେ ବି ପିଲା ଯୋଗ୍ୟ ହେଲେ ମୋର ତ ଫଟା କପାଳ ଗୋଟିଏ ହେଲେ ବି ଗୋଟିଏ ହେଲେ ପିଲା ଯୋଗ୍ୟ ହେଲେନି ଫଟା କପାଳ ମନ୍ଦ ଭାଗ୍ୟ ବଣ ବିଛୁଆତି ଅତି ଦୁଷ୍ଟ ମୂଳରୁ ଦୁଷ୍ଟ ବଣ ବିଛୁଆତି ଅତି ଦୁଷ୍ଟ ବା ମୂଳରୁ ଦୁଷ୍ଟ ସେ ପିଲାଟା ବଣ ବିଛୁଆତି ତା ସାଙ୍ଗରେ ମିଶିଲେ ଭଲ ପିଲା ବି ନଷ୍ଟ ହୋଇଯିବେ। ବଣ ବିଛୁଆତି ଅତି ଦୁଷ୍ଟ ବା ମୂଳରୁ ଦୁଷ୍ଟ ବାକୁ ବତା କ୍ଷଣ ଆଶ୍ରୟ ବାକୁ ବତା କ୍ଷଣ ଆଶ୍ରୟ ମହାବାତ୍ୟା ଅଞ୍ଚଳରେ ମୁଣ୍ଡ ଗୁଞ୍ଜିବାକୁ ଲୋକମାନେ ତିଆରି କରିଥିବା ଝାଟି ମାଟିର ଘର ଗୁଡ଼ିକ ବାକୁ ବତା ପରି କ୍ଷଣ ଆଶ୍ରୟ ବାକୁ ବତା କ୍ଷଣ ଆଶ୍ରୟ ବାପରାଣ ଢିଙ୍କି ଗିଲ୍ ବାଧ୍ୟ କରିବା ବାପରାଣ ଢିଙ୍କି ଗିଲ୍ ବାଧ୍ୟ କରିବା
ମୁଁ ମୁଁ ତ ଏ କାମ କରିପାରିବିନି ବୋଲି ବାରମ୍ବାର କହିଲି। ମତେ ବାପରାଣ ଢିଙ୍କିଗିଲ କଥା କହୁଛ କାହିଁକି? ବାପରାଣ ଢିଙ୍କିଗିଲ ବାଧ୍ୟ କରିବା। ବାପରାଣ ଢିଙ୍କିଗିଲ ବାଧ୍ୟ କରିବା। ବାହାଘର ବେଳେ ବାଇଗଣ ରୁଆ ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା। ଉଁ, ବାହାଘର ବେଳେ ବାଇଗଣ ରୁଆ ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା। ପରୀକ୍ଷା ବେଳେ ବହି କିଣି ବାହାଘର ବେଳେ ବାଇଗଣ ରୁଆ ସହିତ ସମାନ। ବାହାଘର ବେଳେ ବାଇଗଣ ରୁଆ ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା। ବାଘ ଘରେ ମିରିଗର ନାଟ ମୁରବୀଙ୍କର ଅନୁପସ୍ଥିତିରେ ବିଶୃଙ୍ଖଳା ସୃଷ୍ଟି କରିବା। ବାଘ ଘରେ ମିରିଗ ନାଟ ବାଘ ଘରେ ମିରିଗ ନାଟ ମୁରବୀଙ୍କର ଅନୁପସ୍ଥିତିରେ ବିଶୃଙ୍ଖଳା ସୃଷ୍ଟି କରିବା। ଘରେ ବାପା ନଥିବାରୁ ମୁନା ଘରକୁ ପକାଉଛି ଉଠାଉଛି। ଏ ତ ବାଘ ଘରେ ମିରିଗ ନାଟ ଚାଲିଛି। ବାଘ ଘରେ ମିରିଗ ନାଟ ମୁରବୀଙ୍କର ଅନୁପସ୍ଥିତିରେ ବିଶୃଙ୍ଖଳା ସୃଷ୍ଟି କରିବା। ବିରାଡ଼ି ବୈଷ୍ଣବ ବା ବକ ଧାର୍ମିକ ଠକ ବିରାଡ଼ି ବୈଷ୍ଣବ ବା ବକ ଧାର୍ମିକ ଠକ ଧର୍ମ ପ୍ରଚାର ନାଁରେ ଅନେକ ବିରାଡ଼ି ବୈଷ୍ଣବ ସାଧୁ ରୂପରେ ଆମ ସମାଜରେ ବୁଲୁଛନ୍ତି। ବିରାଡ଼ି ବୈଷ୍ଣବ ଠକ ବକ ଧାର୍ମିକ ଠକ ବୋଝ ଉପରେ ନଳିତା ବିଡା ଦୁଃଖ ଉପରେ ଦୁଃଖ ବୋଝ ଉପରେ ନଳିତା ବିଡା ଦୁଃଖ ଉପରେ ଦୁଃଖ ତାଙ୍କର ସ୍ୱାମୀ ଦୁର୍ଘଟଣାରେ ପ୍ରାଣ ହରାଇଲେ ପରେ ପରେ ପୁଅଟି ଚାଲିଗଲା। ଏବେ ତାଙ୍କର ଅବସ୍ଥା ବୋଝ ଉପରେ ନଳିତା ବିଡା ଭଳି। ଦୁଃଖ ଉପରେ ଦୁଃଖ ରାଣୀ ପୁଅ ଅନନ୍ତା ନଙ୍ଗଳା କଟୁରୀ ଚାରି ଦୌଡ଼ କଟା ଅନାୟତ୍ତ ବା ଶାସନର ବାହାରେ। ରାଣୀପୁଅ ଅନନ୍ତା ନଙ୍ଗଳା କଟୁରୀ ଚାରି ଦୌଡ଼ି କଟା ଅନାୟତ୍ତ ବା ଶାସନ ବାହାରେ। ତାର ଘର ଦୁଆର ଭାଇ ବନ୍ଧୁ ମାୟା ମମତା ବୋଲି କିଛି ନାହିଁ। ସେ ରାଣୀପୁଅ ଅନନ୍ତା ପରି ବୁଲୁଛି। ଶାସନ ବାହାରେ ରାଣୀପୁଅ ଅନନ୍ତା ଶାସନ ବାହାରେ ବା ଅନାୟତ୍ତ ଓକେ ହାତ ବାରିସି ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ। ହାତ ବାରିସି ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ। ଆଜିକାଲି କଲେଜ ଛାତ୍ରମାନେ ରାଜନେତାଙ୍କର ହାତ ବାରସି ସାଜିଛନ୍ତି। ହାତ ବାରସି ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ। ହୁଙ୍କା ପିଟା କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ହୁଙ୍କା ପିଟା ବୋଲି କଣ ହଉଛି ରେ? କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ତାଙ୍କର ହୁଙ୍କା ପିଟା ନୀତି ତାଙ୍କ ବିଫଳତାର କାରଣ। ହୁଙ୍କା ପିଟା କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ହୁଙ୍କା ପିଟା କିଛି ନ ବୁଝି ହଠାତ୍ କାମରେ ଲାଗିଯିବା। ହୁଙ୍କା ପିଟା ନୀତି ତାଙ୍କ ବିଫଳତାର କାରଣ। ହୁଙ୍କା ପିଟା। ପରବର୍ତ୍ତୀ କ୍ଲାସରେ କ୍ରିୟା ଯୁକ୍ତ ରୂଢ଼ିକୁ ପଢିବା। ଧନ୍ୟବାଦ। ଯଦି ଭଲ ଲାଗିଲା କମେଣ୍ଟରେ ନିଶ୍ଚୟ ଜଣେଇବେ। ଜୟ ଜଗନ୍ନାଥ ପିଲାମାନେ ରହୁଛି।